ଦେଖନ୍ତୁ ଏଇଟା ବ୍ୟକ୍ତିଗତ କିଛି ଦେବାଶିଷ ସାମନ୍ତରାୟଙ୍କୁ ଅଣଦେଖା କରାଯାଇନି। ଜଣେ ଅପର ହାଉସ୍ର ରାଜ୍ୟସଭାର ମେମ୍ବର ହିସାବରେ ମେମ୍ବରକୁ ତ ଗୋଟେ ପ୍ରକାରର ଗୋଟେ ଇନସଲ୍ଟ ହେଲା, ସେ ଗୃହକୁ ମଧ୍ୟ ଏ କଲେକ୍ଟର ଅଣଦେଖା କଲେ କି ତାକୁ ଯେଉଁ ସମ୍ମାନ ଦେବାର କଥା ଦେଲେ ନାହିଁ। ଯେଉଁଠିକି ମୋର ଉପରାଷ୍ଟ୍ରପତି ମୋ ଚେୟାରମ୍ୟାନ୍, ରାଜ୍ୟସଭାର ଚେୟାରମ୍ୟାନ୍ ସିଏ ରାଜ୍ୟସଭାର ରଖୱାଲା, ହି ଇଜ୍ ଦ କିପର ଅଫ୍ ରାଜ୍ୟସଭା। ତେଣୁ ତାଙ୍କୁ ଗୋଟେ 0 ଆୱାର ଡିବେଟ୍ରେ କହିଥିଲା ପରେ ଚେୟାରମ୍ୟାନ୍ ଡାକିଲେ ଏବଂ କହିଲେ ବି ମୁଁ ଏ ଇନସିଡେଣ୍ଟ ପରେ ମୁଁ ନିଜେ ଗୋଟେ ଇନଷ୍ଟ୍ରକ୍ସନ୍ ଦେଲି, ମୁଁ ଯେଉଁଠି ଅନ୍ତତଃ କମ୍ ଯିବି ରାଜ୍ୟସଭା ଚେୟାରମ୍ୟାନ୍ ହିସାବରେ ମୋର ସବୁ ରାଜ୍ୟସଭା ଏମ୍ପିଙ୍କୁ ସେଠି ପ୍ରୋଟୋକଲ୍ ସହ ନିମନ୍ତ୍ରଣ ଦିଆଯିବ। ସିଏ କହିଲେ କିନ୍ତୁ ଏଠି କଲେକ୍ଟର କାହିଁକି କଲେ ଏଇ ପ୍ରକାର ଜାଣିନି, ମୋ ସହିତ ତାଙ୍କର ସୁସମ୍ପର୍କ ଅଛି। ଆଉ ଗୋଟେ ଜିନିଷ କହିବାକୁ ଚାହୁଁଛି, ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ ସେ ଆମ୍ଫି ଥିଏଟରକୁ ଇନଗରେଟ୍ କରିବା ପାଇଁ ସେଇ ନେତାଜୀ ବର୍ଥ ପ୍ଲେସ୍ ମେମୋରିଆଲରେ, ସେଠି ମୋତେ ପୁରା ପ୍ରୋଟୋକଲ୍ ଦିଆଯାଇଥିଲା। ମୋତେ ଲୋକସଭାଠୁ ଅଧିକା ପ୍ରୋଟୋକଲ୍ ରାଜ୍ୟସଭା ସେଇଟା ମଧ୍ୟ ସେଇ ମଞ୍ଚରେ ରଖାଯାଇଥିଲା। ସେଇଠି ମଧ୍ୟ ଏଇ କଲେକ୍ଟର ଥିଲେ। ତେଣୁ ସେଇ ଇନସିଡେଣ୍ଟ ପରେ ଏକା କଥା କେନ୍ଦ୍ରମନ୍ତ୍ରୀ, ଏଇଟା ଗୋଟେ ପ୍ରୋଗ୍ରାମ, ସେଇଟା ଏଠି ଭାଇସ୍ ପ୍ରେସିଡେଣ୍ଟ। ତେଣୁ ସେଠି ଡାକିଲେ ପ୍ରୋଟୋକଲ୍ ଦେଲେ, ଏଠି ଡାକିଲେ ତ ନାହିଁ। କିନ୍ତୁ ପରେ ଶୁଣିଲି କେଉଁଠି ଗୋଟେ ମୋର ସାଂସଦ ଇମେଲ୍ କରିଥିଲେ ରାତିରେ। ଇମେଲ୍ଟା ଗୋଟେ ଇନଭିଟେସନ୍, ଗୋଟେ ସାଂସଦ ଇନଭିଟେସନ୍ରେ ନାଁଟି ଥରାଇବାର ଅଛି। କାହାର ନାଁ ନଥାନ୍ତା, ଖାଲି ଭାଇସ୍ ପ୍ରେସିଡେଣ୍ଟ ଆସୁଛନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି, ନିଶ୍ଚିନ୍ତ ଭାବରେ ମନକୁ ଯାଇଥାନ୍ତି। କିନ୍ତୁ ଏଠି ଜଣେ କଂଗ୍ରେସ ଏମ୍ଏଲ୍ଏଙ୍କର ରହୁଛି, ବିଜେଡ଼ି ଏମ୍ଏଲ୍ଏଙ୍କର ରହୁଛି, ବିଜେପି ଏମ୍ଏଲ୍ଏଙ୍କର ରହୁଛି, ବିଜେପି ସାଂସଦଙ୍କର ରହୁଛି, କିନ୍ତୁ ବିଜେଡ଼ି ସାଂସଦକୁ କାଟିଦେଲେ। ତେଣୁ ଏଠି ମୁଁ ଭାବୁନି ରାଜ୍ୟ ସରକାରର କୌଣସି ଭୁଲ। ରାଜ୍ୟ ସରକାର ଯଦି ଥାଆନ୍ତା ସେଇ ପ୍ରକାର ଦଳୀୟ ମନୋବୃତ୍ତି, ତାହେଲେ ଏମ୍ଏଲ୍ଏ କଂଗ୍ରେସର ବିଜେଡ଼ିର କେମିତି ଥାଆନ୍ତେ ସେଠି। ତେଣୁ ଏଇଟା ସମ୍ପୂର୍ଣ୍ଣ ଭାବରେ କଲେକ୍ଟରଙ୍କର କେଉଁଠି ଗୋଟେ ହୁଏତ ଇଣ୍ଟେନସନାଲି ନ ହେଇପାରେ, କିନ୍ତୁ ସେ ସ୍କିପ୍ କରିଯାଇଛନ୍ତି, ଗୋଟେ ପ୍ରୋଟୋକଲ୍କୁ ସ୍କିପ୍ କରିଯାଇଛନ୍ତି, ଯେଉଁଟାକି ଗୋଟେ କଲେକ୍ଟର କରିବା କଥା ନୁହଁ। ମୁଁ ଲେଖିଥିଲି ଚେୟାରମ୍ୟାନ୍କୁ, ଚେୟାରମ୍ୟାନ୍ ପଠାଇଛନ୍ତି। ରାଜ୍ୟସଭା ସେକ୍ରେଟାରିଏଟ୍ ତରଫରୁ ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଆଫେୟାର୍ସ ଗ୍ରିଭିଏନ୍ସେସ୍ କେନ୍ଦ୍ର ସରକାରଙ୍କର ମିନିଷ୍ଟ୍ରିକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପଠାଇଛି, ସେଥିରେ ମୁଁ ପଠାଇନି।